मेरा क्वेश्चन 4.1 ର 6 नंबर जाए से कर दीजिए। ट्रू फॉल्स रे 6 नंबर ସାର୍ ଦେହ ଖରାପ ଥିଲା ମୁଁ କରିନି। କରିନା ମାଡ଼ ହବ ତୁମ ଉପରେ। ଦେହ କଣ ହେଇଥିଲା? ହୁଁ ଶୁଭୁନି କି? ଦେହ କଣ ହେଇଥିଲା? ସାର୍ ଜର ହେଇଥିଲା। ଭଲ ହେଲାନି ନା? नो ସାର୍। ଭଲ ହେଇନି ଏବେ ପଢିପାରିବ ନା? ଏସ୍ ସାର୍। ଏବେ ଟିକେ ଜର ଫର ହଉଛି ହେଲା, ବର୍ଷା ଫର୍ଷା ହେଇଯାଉଛି ନା। ଦେଖ ବ୍ୟସ୍ତ ହୁଅନି ହେଲା, ପଢିବା ପୁରା ବଢିଆ ଭାବରେ। ଆଉ କଣ କହୁଛି ଟିକେ ରୁହ। ତ ଯୋଉମାନେ 6 କ୍ଲାସର ଲାଇଭ୍ ଟ୍ୟୁସନ୍ ଆଟେଣ୍ଡ କରିବାକୁ ଚାହଁ ତ ଇଂଲିଶ ଗ୍ରାମାର, ମ୍ୟାଥ୍, ସାଇନ୍ସ ଆଉ ଜିଓଗ୍ରାଫି ସେମାନେ ଏଇ ନମ୍ବରରେ କଣ୍ଟାକ୍ଟ କରିପାର। ଓକେ, ଯେଉଁମାନେ ୟୁଟ୍ୟୁବରୁ ଦେଖୁଛ ମାନେ କେବଳ ଓ ଏ ଭି ପିଲାଙ୍କ ପାଇଁ ମୁଁ କହୁଛି ହେଲା, ଓ ଏ ଭି 6 କ୍ଲାସ୍ ଆମର ଲାଇଭ୍ ବ୍ୟାଚ୍ ଚାଲୁଛି ଏବେ। ଓକେ, ସେ ବ୍ୟାଚରେ ଯଦି ତୁମେ ଜଏନ୍ କରିବାକୁ ଚାହଁ ତାହେଲେ ଏଇ ନମ୍ବରରେ କଣ୍ଟାକ୍ଟ କର। ଠିକ୍ ଅଛି, ଏବେ ଲାଇଭ୍ କ୍ଲାସ୍ ଆଟେଣ୍ଡ କରିପାରିବ, ଆମେ ଲାଇଭ୍ ପଢ଼ିବା। ଓକେ, ଯାହା ବି ଡାଉଟ୍ ଆସିବ ତମେ ମୋତେ ପଚାରି ପାରିବ। ଠିକ୍ ଅଛି, ଓକେ ଏବେ ଆମେ ଆମ ଟପିକ୍ ଷ୍ଟାର୍ଟ କରିବା। ତ 6 ନମ୍ବରଟା କଣ ହବରେ? ट्रू फॉल्स। ହଁ କହୁଛି କନସିଡର ଦ ଫଲୋଇଂ ଫିଗର ଅଫ୍ ଲାଇନ୍ ଏମ୍ ଏନ୍। ଏମ୍ ଏନ୍ କୋଉଟା କହିଲ? ଏଇ ଯୋଉ ଲାଇନଟା ଏମ୍ ଏନ୍ ହେଲା, यस କହୁଛି सर। ସେ whether following statements are true or false in the context of the given figure। ଏଇ ଫିଗର ଅନୁସାରେ ଆମେ କହିବା ଏଟା କୋଉଟା ଟ୍ରୁ ଅର୍ ଫଲ୍ସ। କହୁଛି କ୍ୟୁ ଏମ୍ ଓ ଏନ୍ ପି ଆର୍ ପଏଣ୍ଟସ୍ ଅନ୍ ଦ ଲାଇନ୍ ଏମ୍ ଏନ୍। ଏମ୍ ଏନ୍ ଲାଇନରେ ଏଗୁଡ଼ାକ ସବୁ ପଏଣ୍ଟ ତା ଉପରେ ଅଛି। ଟ୍ରୁ ଅର୍ ଫଲ୍ସ? ट्रू। ଟ୍ରୁ, ଏ ସବୁ ପଏଣ୍ଟ ଅଛି। କ୍ୟୁ ଏମ୍ ଓ ଏନ୍ ପି ହେଲା, ଦିସ୍ ଇଜ ଟ୍ରୁ। ସେମିତି ଏମ୍ ଓ ଏନ୍ ଆର୍ ପଏଣ୍ଟସ୍ ଅନ୍ ଲାଇନ୍ ସେଗମେଣ୍ଟସ୍ ଏମ୍ ଏନ୍। ବୁଝିହେଲା? କହୁଛି ଏମ୍ ଓ ଏନ୍ ହଉଛି यस सर ଆର୍ ट्रू हब। ପଏଣ୍ଟସ୍ ଲାଇନ୍ ସେଗମେଣ୍ଟ ଏମ୍ ଏନ୍। ତାହେଲେ ଏମ୍ ଏନ୍ ଉପରେ ଏମ୍ ଏନ୍ କୋଉଟା କହିଲେ? ଏଇଟା ହଉଛି ଏମ୍ ଏନ୍, ଦେଖା ହଉଛି କି ନାହିଁ? यस सर। ତାହେଲେ ସେ ଏମ୍ ଏନ୍ ଉପରେ କିଛି 3ଟା ପଏଣ୍ଟ ଅଛି ଏମ୍ ଓ ଏନ୍। ଠିକ୍ ନୁହଁ? ଠିକ୍, ଏଇଠି ଦେଖ ट्रू। ଏମ୍ ଏନ୍ ଏମ୍ ପଏଣ୍ଟ ଗୋଟେ, ଓ ଗୋଟେ ପଏଣ୍ଟ, ଏନ୍ ଗୋଟେ ପଏଣ୍ଟ, ଦିସ୍ ଇଜ ଅଲସୋ ଟ୍ରୁ। ଏଇଠି ଦେଖ କଣ କହୁଛି, ସେ କହୁଛି ଏମ୍ ଆଣ୍ଡ ଏନ୍ ଆର୍ ଏଣ୍ଡ ପଏଣ୍ଟସ୍ ଅଫ୍ ଲାଇନ୍ ସେଗମେଣ୍ଟ ଏମ୍ ଏନ୍। ଏମ୍ ଏନ୍ ଲାଇନ୍ ସେଗମେଣ୍ଟ କୋଉଟା? ଏଇଟା ହଉଛି ଏମ୍ ଏନ୍ ଲାଇନ୍ ସେଗମେଣ୍ଟ, ଦେଖା ହଉଛି ନା ନାହିଁ? यस सर। ତ ଏମ୍ ଏନ୍ ର यस ଏମ୍ ଆଉ सर। ଏନ୍ ହଉଛି ଦିଟା ଏଣ୍ଡ ପଏଣ୍ଟସ୍। ଏଣ୍ଡ ପଏଣ୍ଟସ୍ ନୁହେଁ କି? यस सर ट्रू। ଦିସ୍ ଇଜ ଅଲସୋ ଟ୍ରୁ। O and N are end points of line segment OP। OP କୋଉଟା? ଏଇଟା ତ ହଉଛି OP, ଏଇଟା ହଉଛି O, ଏଇଟା ହଉଛି P। ବୁଝି O N ହଉଛି ତାର ଏଣ୍ଡ ପଏଣ୍ଟସ୍ କି? नो सर। फिर नो फॉल्स। सर। No, ହେଲା this is no। एन पॉइंट ओ पी रहुची पी, O ओ एम रहुची एम। OP ର ହଉଛି O ଆଉ P ଏଣ୍ଡ ପଏଣ୍ଟସ୍, this is false। यस सर। ତାପରେ କହୁଛି M is one of the end points of line segment QO। QO କାଇଁ? दैट फॉल्स। ଏଇଟା ହଉଛି QO। ହଉଛି QA ର M ହଉଛି one of the end points କି? M ଟା end ରେ नो ଅଛନ୍ତି सर। କି? ନା, M ଟା middle ରେ ଅଛି। So this is false। M is the point on ray OP। OP ray ରେ ଏଇଟା ହଉଛି OP ray। ଏ OP ray ରେ ହଉଛି M ଗୋଟେ ପଏଣ୍ଟ କି? नो सर। ଏଇଟା ହଉଛି ଷ୍ଟାର୍ଟିଂ ପଏଣ୍ଟ। M ଏଠି ଅଛି, so this is also false। ray OP is different from ray QP।
OP different from OQ. True or false? QP, not OP. ବୁଝି OP ଯାହା QP ତାଠୁ ଅଲଗା ରେ, ଠିକ ନା ଭୁଲ? ठीक सर ट्रू କଣ ପାଇଁ? सर Sir, कारण false. ओपी जहा ତ OP ରେ ଷ୍ଟାର୍ଟିଂ ପଏଣ୍ଟ କୋଉଠି ଅଛି? सर O. ओ ଷ୍ଟାର୍ଟିଂ ପଏଣ୍ଟ ହଉଛି O। ସେମିତି QP ରେ ଷ୍ଟାର୍ଟିଂ ପଏଣ୍ଟ କିଏ? क्यू Q. सर एटा डिफरेंस होची ହଁ ସେଇ କଥା से ପାଇଁ ମୁଁ कहूची जे କହୁଛି। एटा डिफरेंस हबो ତାର ଏଇଟା सेति ହଉଛି भाई एटा ट्रू हबो ହଁ, ତ ଏଥିରେ ଇକ୍ୱାଲ ରେ ନୁହଁ, ଅଲଗା ଅଲଗା ରେ ହେଲା। ତ ଦିସ୍ ଇଜ ଟ୍ରୁ। सर ये सेई कथा कहची सेति भाई एटा ट्रू हबो ତାପରେ ଏଇଟା ରେ OP ଇଜ ସେମ୍ ଆଜ ରେ OM। ରେ OP ଯାହା OM ସେଇଆ କି? OP କାଇଁ? ଦିସ୍ ଇଜ OP। OP ଯାହା O OM ରେ नो ସେଇଆ କି? सर फॉल्स False. ଇକ୍ୱାଲ ନୁହଁ कारण ହେଲା, ओएम टा सर ଅପୋଜିଟ ଡିରେକ୍ସନ ରେ ଅଛି। नेक्स्ट करची यस सर ଏଇଟା କୁହ, ରେ OM ଇଜ ନଟ୍ ଅପୋଜିଟ ଟୁ ରେ OP। ବୁଝି OM ରେ ଟା OP ର ଅପୋଜିଟ ରେ ନାହିଁ, ଟ୍ରୁ କି? ହ୍ୟାଲୋ सर ହ୍ୟାଲୋ फॉल्स ଦିସ୍ ଇଜ Yes, sir. ଫଲ୍ସ। ତାର ଅପୋଜିଟ ରେ ଅଛି ସେ, ଇଏ କହୁଛି ନଟ୍ ଅପୋଜିଟ, ଦିସ୍ ଇଜ ଅପୋଜିଟ, ଦିସ୍ ଇଜ ଅଲସୋ ଫଲ୍ସ। O is not an initial point of OP। କଣ କହୁଛି? सर इनिशियल माने स्टार्टिंग ଇନିସିଆଲ ମାନେ ଦେଖ ଓଡିଆରେ ଆରମ୍ଭ ବା ଷ୍ଟାର୍ଟିଂ ହେଲା। କହୁଛି O ଟା OP ର Yes, sir. ଇନିସିଆଲ ପଏଣ୍ଟ ନୁହଁ, ଟ୍ରୁ। Sir. O ଟା ତ ହଉଛି ଷ୍ଟାର୍ଟିଂ सर ପଏଣ୍ଟ फॉल्स OP ର, Yes, sir. କହୁଛି False. ଇନିସିଆଲ ନୁହଁ, ତ ଦିସ୍ ଇଜ ଫଲ୍ସ। N is the initial point of NP and NM ରେ। सर ट्रू NP ରେ ମାନେ ଏଇ ରେ कारण ର Sir, true. ଆଉ NM ମାନେ ଏଇ ରେ ର, ତ ଦିସ୍ ଇଜ ଟ୍ରୁ। N ହଉଛି ଷ୍ଟାର୍ଟିଂ ପଏଣ୍ଟ ଦିଟାଙ୍କ ରେ ର, ଦିସ୍ ଇଜ ଟ୍ରୁ। Any problem? नो सर No sir। No, sir. ତାହେଲେ ଆମେ ଆଗକୁ ବଢିବା ହେଲା। ତାହେଲେ ଦେଖ ନେକ୍ସଟ ଟପିକ କଣ ପଢିବା? ଦେଖ ମୁଁ ଯୋଉଦିନ ଯାହା ପଢଉଛି ତାକୁ ତୁମେ କମ୍ପ୍ଲିଟ କରିବ ନା, सर ତାହେଲେ कर ତାହେଲେ ତୁମ ପାଇଁ ଭଲ ହେଲା। सर कर ଭେରି ଗୁଡ। ତାପରେ ଟପିକ ଆମେ ପଢିବା ହଉଛି କର୍ଭ। କର୍ଭ ର ଓଡିଆ ଟା କଣ କିରେ? ହୁଁ Sir, ବକ୍ରରେଖା। ଏକ୍ଜାକ୍ଟଲି ବକ୍ରରେଖା ହେଲା। ତ ଯୋଉଗୁଡା ଷ୍ଟ୍ରେଟ ନୁହଁ ତାକୁ ଆମେ କଣ କହିବା? ବକ୍ରରେଖା। ତାକୁ ଆମେ କଣ କହିବା? डॉक्टर रेखा ବକ୍ରରେଖା। ହୁଁ। ତ ଏଇଠି କେଇଟା ଫିଗର ଦେଖୁଛ? ଦେଖା ହଉଛି ନା ଏଟା? ସାତଟା ଫିଗର ଦେଖୁନ? यस सर ହୁଁ Yes, sir. सर ତ ମତେ बहिरे देखी देखी ବହିରେ ବି ଦେଇଛି। ତାହେଲେ ଏଠି ମତେ ଗୋଟେ କଥା କୁହ, ତାହେଲେ ଏଠି କ୍ରସ୍ କରିବା ମାନେ ବୁଝିପାରୁଛ? କ୍ରସ୍ କରିବା ମାନେ यस सर କଣ? କ୍ରସ୍ ମାନେ Yes, sir. କଣ? କ୍ରସ୍ मैं ମାନେ सर କଣ? सीधा करिए ଛେଦ କରିବା ଆକ୍ଚୁଆଲି। Sir, ଭେରି ଦୁଇଟି ଗୁଡ। ରେଖା କିନ୍ତୁ ଦୁଇଟିକୁ ଛେଦ କରୁଥିବେ। ହଁ, ତାହେଲେ सर ଏ इंटरसेक्ट ସବୁ କର୍ଭ ତାହେଲେ କୋଉ କ୍ରଭ କ୍ରସ୍ କରିଛି? ଆଇ ବିଟ୍ ର କ୍ରସ୍ କରିଛି କି? सर ट्रिपल आई No, sir. आई भी Triple I. जो भी आई
এইটা V ক্রস double I. করছি, এইটি ক্রস করছি, ক্রস Yes, কি sir. ए করছি, सर भी থার্ড डबल আইবিটি आई ক্রস କରିଛି, ଆଉ କିଏ କ୍ରସ କରିଛି, V double भी I. डबल आई ଫିର ଡବଲ ଆଇ କ୍ରସ କରିଛି। ଆଚ୍ଛା କୋଉ ଗୋଟେ ଡଜ ନଟ୍ କ୍ରସ, କ୍ରସ କୋଉଟା କରିନାହାନ୍ତି, सर आई 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 भी आई এইটা କରିନେଇ, ଆଉ କିଏ କରିନେଇ, Sir, double I. ଟୁ ଆଇ କରିନେଇ, ଆଇ ଭି କରିନେଇ, ଭି IV. କରିନେଇ, ଭି ଆଇ V. କରିନେଇ, V I. ନୁହେଁ କି? yes sir ଆଇ ଭି କଣ ଗୋଟେ କର୍ଭ, ଆଇ ଭି ଗୋଟେ କର୍ଭ କହିବା କି? No, sir. ଆଇ ବି ଗୋଟେ କର୍ଭ ନୁହଁ नो ହେଲା, सर ତେଣୁ ଆଇ ବି ଟାକୁ କ୍ୟାନସଲ କରିଦବା। ହେଲେ ଏତିକି କ୍ରସ୍ କରିନାହାନ୍ତି, ଏତିକି କ୍ରସ୍ କରିଛନ୍ତି, ଏଇ ଦିଟା ହେଲା କି ନାହିଁ, ଏଇ ଦିଟା କରିଛନ୍ତି, ବାକି ଗୁଡ଼ା ଏଗୁଡ଼ା ସବୁ କରିନାହାନ୍ତି। ବୁଝିବୁଝି? Yes, sir. yes ତାହେଲେ sir ଯୋଉ କର୍ଭ ଗୁଡ଼ା କ୍ରସ୍ କରିନାହାନ୍ତି ହେଲା, ଇଫ୍ ଏ କର୍ଭ does not cross itself, it is called, ଏଟାକୁ ଆମେ କଣ କହନ୍ତି, Simple curve. कर्व ସିମ୍ପଲ କର୍ଭ କୁହନ୍ତି। ତାକୁ କଣ କହନ୍ତି, ସିମ୍ପଲ Simple କର୍ଭ। curve. सिंपल कर्व ତାମାନେ ଏଇଗୁଡ଼ା କଣ କ୍ରସ୍ କରିଛନ୍ତି, କାହା କୋଉଠି ଛେଦ କରିଛନ୍ତି, ସିମ୍ପଲ ଆସିଲେ ଏଇଠି ରହିଲେ, ଏଇଗୁଡ଼ା ହେଲେ ସିମ୍ପଲ କର୍ଭ। ବୁଝା ହେଲା ନା ନାଇଁ ରେ? Yes, sir. yes ହୁଁ। sir ତାହେଲେ ସିମ୍ପଲ କର୍ଭ ଦି ପ୍ରକାର, କେତେ ପ୍ରକାର, Sir, D deep becker. କଣ କଣ? Sir, ଗୋଟେ open curve ଆଉ ଗୋଟେ close curve. ହୁଁ, ତାହେଲେ କର୍ଭ ଦି ପ୍ରକାର, ଗୋଟେ ହଉଛି ଓପନ କର୍ଭ, Close curve. ଆଉ ଗୋଟେ ହଉଛି क्लोज कर्व କ୍ଲୋଜ କର୍ଭ। ବୁଝା ହଉଛି ନା ନାହିଁ? ଓପନ କର୍ଭ yes sir କୋଉଗୁଡ଼ା କୋଉଗୁଡ଼ା, ଦେଖ ଏଗୁଡ଼ା ଟଚ୍ Sir, ଯୋଉଟା କରିନଥିବେ, ଆମର ଇଏ ଗୋଟେ ଓପନ କର୍ଭ, yes, sir. ଏଇଟା ଗୋଟେ ଓପନ କର୍ଭ କହିବେ कि? Sir, close no sir curve. ଦିସ୍ ଇଜ କ୍ଲୋଜ୍ଡ, ମାନେ क्लोज ଏଇ कर्व ସବୁ ମିଶିଛନ୍ତି, ଏଇଟା ଗୋଟେ ଓପନ କର୍ଭ, এইটা হচ্ছে কଣ ক্লোজ কর্ভ, ନୁହେଁ କି? Yes, sir. ହୁଁ। yes sir କର୍ଭ ଜାଣିଲେ ନା ନାହିଁ? Yes, sir. yes sir লেট দিস ইজ এ কর্ভ অ্যাকচুয়ালি ହେଲା, এটা কি কর্ভ, এটা close curve. ক্লোজ কর্ভ। sir close कर्व ଏ ତିନିଟା ପଏଣ୍ଟ ଅଛି, କେଇଟା ପଏଣ୍ଟ ଅଛି, তিনটা ଗୋଟେ 3 ପଏଣ୍ଟ କଣ, point ଏ ପଏଣ୍ଟ, বি পয়েন্ট ଆଉ ଗୋଟେ ସି ପଏଣ୍ଟ। ମତେ ଦେଖ ଏ ପଏଣ୍ଟଟା ଏଇ ଯୋଉ C point ଏଇ ଯୋଉ କର୍ଭର କୋଉଠି ଅଛି, ଭିତରେ ଅଛି ନା ବାହାରେ ଅଛି? सर भीतर है ହଁ, ଭିତରେ ଥିଲେ ଆମେ କହନ୍ତି ଇଣ୍ଟେରିୟର, କଣ କହନ୍ତି, interior curve. ବା ତାକୁ interior ଇନସାଇଡ ବା ଭିତରେ ଅଛି, ବା ଗୋଟା ହଉଛି ଇନସାଇଡ ହେଲା, ଇନସାଇଡ କହିପାରିବା ବା ଇଣ୍ଟେରିୟର କହିପାରିବା। ବିଟା କୋଉଠି ଅଛି, ତା ଉପରେ ଅଛି, କୋଉଠି ଅଛି, ତା ବାଉଣ୍ଡାରୀ ବା ତାର ଯୋଉ ଏଇଟା ହଉଛି ତାର ବାଉଣ୍ଡାରୀ, Boundary ବୁଝିହଉଛି କି point. ନାହିଁ, ଏଇଟା ହଉଛି ତାର ବାଉଣ୍ଡାରୀ, ଦିସ୍ ଇଜ ବାଉଣ୍ଡାରୀ। ବାଉଣ୍ଡାରୀ ମାନେ ତା ଉପରେ ଅଛି। ସେମିତି ଏ ସି ଟା କୋଉଠି ଅଛି, ତାର ବାହାରେ ଏକ୍ସଟେରିୟର, ଏକ୍ସଟେରିୟର ମାନେ କଣ, तो ବାହାର। बाहर है ବୁଝା ପଇଲା? Yes, yes sir yes sir पंचभुज What do you know about polygons? Polygons ଗୋଟେ ପଞ୍ଚଭୁଜ, କିଏ କହିଲା? sir. Polygon ସେଟା curve परंतु simple curve. ସେଟା close curve ହେଇଥିବା ଦରକାର। ହୁଁ, ଏକ୍ସାକ୍ଟଲି, ଭେରି ଗୁଡ। ଆଉ line statement. ନା Line statement.
लाइक स्टेटमेंट लाइन स्टेटमेंट ମାନେ ଲାଇନ୍ ଷ୍ଟେଟମେଣ୍ଟରେ ତିଆରି ହେଇଥିବା ଦରକାର। लाइन सेगमेंट धीरे दरकार है बुझी कि नहीं Yes, sir. Yes, sir. प्रथम कथा होची पॉलीगन इज ए क्लोज कर्व की कर्व Close Close कर। कर। इट इज ए क्लोज कर्व बुझा होची कि नहीं पॉलीगन टा Yes, sir. क्लोज क्लोज कर्व आ पॉलीगन टा हमें एमिति एटा गोटे पॉलीगन कहि परिए कि ना No, sir. दिस No, इज sir. नॉट ए पॉलीगन कौन पाई ना पॉलीगन टा कारण सब लाइन सेगमेंट रहे जॉइन दरकार जॉइंड बाय लाइन लाइन सेगमेंट्स स्टेटमेंट। Lines. बुझा होची ना नहीं Yes, sir. Yes, sir. हैला चला हमें एइटा को पॉलीगन कहबा कि नो दिस इज नॉट ए No, sir. पॉलीगन कहना No, sir. एइटा गोटे कर्व हैला एटा लाइन सेगमेंट नहीं एठी हैला तो एइटा गोटे कर्व बुझा होची ना नहीं रे Yes, sir. दैट टू दे आर क्लोज्ड कर्व्स Yes, sir. हैला दे आर क्लोज्ड कर्व्स एइटा को मते को एइटा गोटे की कर्व एटा गोटे सिंपल कर्व कहबा कि Green. No, sir. हां ना No, sir. कहना Green. काहे ना अरे एइटा गोटे सिंपल कर्व काहे कहबे दिस इज ए Red छेद कर। ये क्रॉस करूची हैला Intersect क्रॉस करूची बुझा होची कि नहीं एइटा एइटा Yes, sir. एइटा एइटा दे आर सेड टू बी पॉलीगन्स दे आर सेड टू बी पॉलीगन्स हैला Polygon. एवं पॉलीगन इज ए कोन क्लोज्ड कर्व कोन सिंपल क्लोज्ड Closed कर्व curve. कर। पॉलीगन इज ए सिंपल क्लोज्ड कर्व सिंपल अब पॉलीगन में क्या कहते ना जो फिगर जो क्लोज कर्व बहुत गुडे साइड्स पॉली मीन्स कोन पॉली मीन्स कोन Sides. पॉली मीन्स मेनी वे Many. गॉन मीन्स साइड्स जो क्लोज बा सिंपल क्लोज कर्व बहुत गुडे साइड थिबो ताके हम पॉलीगन कहंती हैला एतिक बुझेला नहीं रे Yes, sir. Yes, sir. ये कहूची तुमको तो पांचटा मैच स्टिक नबो केटा मैच स्टिक नबो ପାଞ୍ଚଟା। ପାଞ୍ଚଟା। पांचटा मैच स्टिक नहीं कि गोटे पॉलीगन ड्रॉ करि परिबो Yes, sir. लागे नहीं Yes, sir. मने करो पांचटा Yes, मैच sir. स्टिक मु नेली एठी हैला ये गोटे ये गोटे ये गोटे तीनटा चारटा हैला एटा हैला गोटे पांचटा मैच स्टिक हैला नहीं Yes, sir. तो एटा आर केटा साइड कहला आर फाइव साइड्स केटा साइड्स हैला 5 sides. हैला तो एटा का हम गोटे पॉलीगन कहि परिबा बुझियो नहीं हैला Yes, तो sir. एटा को हम कोन कोन जार पांचटा साइड तक हम कोन कोन पेंटागन कोन कोनती Pentagon. हैला बुझियो नहीं Yes, sir. अच्छा फोर मैच स्टिक को नहीं हम पॉलीगन ड्रॉ कर परियो ना Yes, sir. କରିପାରିବା। Yes, sir. फोर मैच स्टिक्स को नहीं पॉलीगन हम ड्रॉ करी पारिबा हैला दिस इज गुड स्टिक इटा गुड स्टिक इटा गुड स्टिक इटा गुड स्टिक हैला तो इटा हमें कौन कहबा Yes, sir. दिस इज आल्सो ए पॉलीगन
ଏବଂ এইଟା ଆମେ କଣ କହନ୍ତି, ଦିସ୍ ଇଜ ଏ କ୍ୱାଡ୍ରିଲେଟରାଲ, କଣ କହନ୍ତି? quadrilateral, କ୍ୱାଡ୍ରିଲେଟରାଲ। ତାହେଲେ ତାର କଣ କ୍ୱାଡ୍ରି ମାନେ କଣ ଚାରିଟା, କି ନାହିଁ? ତାହେଲେ ଚାରିଟା ସାଇଡ୍ ଥିଲେ ଆମେ କଣ quadri କହନ୍ତି? ଯଦି 4 ସାଇଡ୍ସ ଥିବ yes sir, ତାକୁ ଆମେ କଣ କହନ୍ତି? କ୍ୱାଡ୍ରିଲେଟରାଲ। ଯଦି 5 ସାଇଡ୍ସ ଥିବ ତାକୁ ଆମେ କହନ୍ତି ପେଣ୍ଟାଗନ। ବୁଝାହଉଛି? ଯଦି yes, ଆମେ 3ଟା ମ୍ୟାଚଷ୍ଟିକ୍ ନେଇ କରିବା, କେଇଟା ମ୍ୟାଚଷ୍ଟିକ୍? tinta 3 ମ୍ୟାଚଷ୍ଟିକ୍ ନେଇ କରିବା, ଆକୁ ଗୋଟେ ପଲିଗନ କହିବାନି କି? yes sir, sir କହିବେ ଓକେ, ଦିସ୍ ଇଜ ଅଲସୋ ଏ ପଲିଗନ। ଏଇଟା ଆମେ କଣ ଯାହାର 3 ସାଇଡ୍ସ କି ନାହିଁ, ଆର କେଇଟା ସାଇଡ୍ସ? 3 sides, ଏଇଟା ଆମେ କହନ୍ତି ଟ୍ରାଙ୍ଗେଲ କୁହନ୍ତିନି କି? triangle yes, ବୁଝାହଉଛି? ଆଚ୍ଛା, yes sir, 2 ମ୍ୟାଚଷ୍ଟିକ୍ କି ନେଇକି ଆମେ କରିପାରିବା କି? no ନା sir, କୁହ, କରିପାରିବା? କ୍ୟାନ୍ ବି ପସିବଲ? no sir, ଯଦି ନେଇ କରିବା 2 ମ୍ୟାଚଷ୍ଟିକ୍ କୁ, ତାହେଲେ ଆମେ କରିପାରିବା ନାହିଁ। ହେଇପାରିବ? no no sir sir, ଗୋଟେ ଷ୍ଟିକ୍ ନେଲେ ଆଉ ଗୋଟେ ଷ୍ଟିକ୍, ଆଉ ଗୋଟେ ପଲିଗନ ଡ୍ର ହେଇପାରିବ ନାହିଁ। ତ ଦିଟା ନେଇକି ଆମେ ଜଏନ୍ କରିପାରିବା ନାହିଁ, ନଟ୍ ପସିବଲ, ହେଲା କି ନାହିଁ? ଦିସ୍ ଇଜ ନଟ୍ ପସିବଲ। ତାହେଲେ ଗୋଟେ ପଲିଗନ କେବେ ଦିଟା ସାଇଡ୍ ହେଇପାରିବ କି? no sir ହେଇପାରିବନି। ମିନିମମ୍ 3ଟା ସାଇଡ୍ ଦରକାର, କଣ? 3ଟା ସାଇଡ୍। 3ରୁ ଅଧିକା ହେଇପାରେ, 3ରୁ କମ୍ ହେଲେ ଆମେ ତାକୁ ପଲିଗନ କହିବା ନାହିଁ। ବୁଝିହଉଛି ନା ନାହିଁ? yes sir ହ୍ୟାଲୋ, yes sir yes sir, ଦେଖ ଏବେ କଣ ପଢିବା? ଏବେ ପଢିବା କଣ ତୁମର ସାଇଡ୍ସ, ଭର୍ଟିସେସ୍ ଆଣ୍ଡ ଡାଇଗୋନାଲ୍ସ, କଣ ପଢିବା? right versus ଭର୍ଟିସେସ୍ ଆଣ୍ଡ ଡାଇଗୋନାଲ୍ସ। ତାହେଲେ ସାଇଡ୍ ଆଉ ଭର୍ଟିସେସ୍ ଡାଇଗୋନାଲ୍ସ କାହାକୁ କହିବା? ଦେଖ ଏଇଠି ଯୋଉ ଫିଗରଟା ଆମେ ଡ୍ର କଲେ, କୋଉଠି? ଏଇଟାକୁ ଆମେ ବର୍ତ୍ତମାନ ଦେଖିବା। ଦିସ୍ ଇଜ ଏ ଫିଗର ଆକ୍ଚୁଆଲି। ଆର କେତେଟା ସାଇଡ୍ ଅଛି କହିଲ? ହାଉ ମେନି ସାଇଡ୍ସ? 5 ଆଁ? 5 There are 5 sides in this figure. Okay. ए फिगर केतरा साइड अछि? 5टा साइड अछि। 5 ओके, साइड्स कोडा एगुडा हम साइड्स कहंती ना? yes sir कोडा साइड्स कहंती? एगुडा हम साइड्स कहंती। ओके, एगुडा तले देखो ये गोटे साइड, ये गोटे साइड कोठी जॉइन हिचंदी कहले, कोठी मीट करचंदी? एई पॉइंट रे मीट करनांती? yes sir ତାହେଲେ yes sir, ଦିଟା ସାଇଡ୍ ଯୋଉ ପଏଣ୍ଟରେ ମିଟ୍ କରିଥିବେ ସେଇ ପଏଣ୍ଟଟାକୁ ଆମେ କଣ କହନ୍ତି? ଭର୍ଟେକ୍ସ। କଣ କହନ୍ତି ତାକୁ? vertex ଠିକ୍ ସେମିତି ଏଠି ଏ ସାଇଡ୍ କୋଉଠି ମିଟ୍ କରିଛନ୍ତି? ଏଇଠି ମିଟ୍ କରିଛନ୍ତି, ଏଇଟାକୁ ଗୋଟେ ଭର୍ଟେକ୍ସ yes କହିବାନି କି? yes sir କହିବେ ସେମିତି ଏ ସାଇଡ୍ ଏଇଠି ଜଏନ୍ କରିନାହାନ୍ତି କି? ଏଇଟା ଗୋଟେ ଭର୍ଟେକ୍ସ yes କହିବାନି sir କି? yes sir ସେମିତି ଏ ସାଇଡ୍ ସାଇଡ୍ ଯୋଉଠି ମିଟ୍ କରିଥିବେ ତାକୁ vertex କୁହାହବ। ୟେସ୍, so ଶୀର୍ଷ ବିନ୍ଦୁ, ଶୀର୍ଷ ବିନ୍ଦୁ ଯୋଉଟା କହନ୍ତି, ହେଲା। ତ ଦିଟା ସାଇଡ୍ ଯୋଉଠି ଯୋଉଠି ଜଏନ୍ କରି ତାକୁ ଆମେ କହନ୍ତି ଭର୍ଟେକ୍ସ। ବୁଝାହଉଛି? ଓଡ଼ିଆରେ କହନ୍ତି yes ଶୀର୍ଷ sir ବିନ୍ଦୁ। ତମକୁ ଶୀର୍ଷ ବିନ୍ଦୁ କୋଉଠି ପଢିବନି, ଯେହେତୁ ତୁମେ ଆଦର୍ଶ ପଢୁଛ। yes ଶୀର୍ଷ ବିନ୍ଦୁ କୋଉଠି ପାଇବନି, ତାକୁ ଇଂଲିଶ ଟର୍ମରେ ମନେ vertex ରଖିବାକୁ ପଡିବ, ଦ୍ୟାଟ୍ ଇଜ ଶୀର୍ଷ ବିନ୍ଦୁ। ସିମ୍ପଲ।
ବୁଝାଉଛି ନା ନାହିଁ? କୋଉଠି Yes, sir. ଶୀର୍ଷବିନ୍ଦୁ ଦେଖିବାକୁ ପାଇବନି, ଭର୍ଟେକ୍ସ ୟୁଜ କରିବ ହେଲା। ତାହେଲେ ଏଠି ଯୋଉ ପାଞ୍ଚଟା ସାଇଡ କିଏ କିଏ କହିଲ? ଯଦି ଆଙ୍କ ନାଁ ଦବା ଆମେ, ଲେଟ୍ ମୁଁ ନାଁ ଦେଲି ଦିସ୍ ଇଜ ଏ, ଦିସ୍ ଇଜ ବି, ଦିସ୍ ଇଜ ସି, ଦିସ୍ ଇଜ ଡି, ଦିସ୍ ଇଜ ଇ। ପାଞ୍ଚଟାଙ୍କ ସାଇଡ କିଏ କିଏ? Sir, A, B, B, C, Sir, A, B, C, E, D, D, E. ଏ ବି ସି ଡି E, ପାଞ୍ଚଟା D, ସାଇଡ। E, ଆଉ E, A. ପାଞ୍ଚଟା ସାଇଡ ଏ ବି ସି ଡି, ଏ ବି ସି ଡି ପାଞ୍ଚଟା ସାଇଡ। ସାଇଡ କାହାକୁ କାହାକୁ ନେଇ କହନ୍ତି? ଏଇଟା Sir, ହଉଛି ପାଞ୍ଚଟା A. ସାଇଡ। No, ଦିଟା sir. ଏଠି ଏ ଗୋଟେ ଭର୍ଟେକ୍ସ, ବି No, ଗୋଟେ sir. ଭର୍ଟେକ୍ସ, ଦିଟା ଭର୍ଟେକ୍ସ କୁ କମ୍ବାଇନ କରିବ ଲାଇନ ସେଗମେଣ୍ଟ ହେଲା ଏ ବି। ତ ଏ ବି ଟାକୁ ଆମେ ସାଇଡ କହନ୍ତି। Sir, A, B, B, C, ବି C, ସି D, ଗୋଟେ ସାଇଡ, D, E, E, A. ଏ ବି, ବି ସି, ସି ଡି, ଡି, ଏ। Yes, ବୁଝାଉଛି sir. ନା ନାଇଁ ରେ? ଇଏ ଗୋଟେ ସାଇଡ, ଇଏ Yes, sir. ଗୋଟେ ସାଇଡ, ଇଏ ଗୋଟେ ସାଇଡ, ଇଏ ଗୋଟେ ସାଇଡ, ଇଏ ଗୋଟେ। ଦିଟା ଲାଇନ ସେଗମେଣ୍ଟ ଆମେ ସବୁବେଳେ କଣ, ଗୋଟେ ଲାଇନ ସେଗମେଣ୍ଟ କୁ ସାଇଡ କହନ୍ତି। ଇଏ ଯୋଉ ଗୋଟେ ଭର୍ଟେକ୍ସ କି ନାହିଁ, ଇଏ ଭର୍ଟେକ୍ସ, ଇଏ ଭର୍ଟେକ୍ସ, ଇଏ ଭର୍ଟେକ୍ସ, ଇଏ ବି ଗୋଟେ ଭର୍ଟେକ୍ସ, ଇଏ ବି ଗୋଟେ ଭର୍ଟେକ୍ସ। ଦିଟା ଭର୍ଟେକ୍ସ ମଝିରେ ଯୋଉ ଅଛି ଲାଇନ ସେଗମେଣ୍ଟ, ସେଟାକୁ ସାଇଡ ଗୋଟେ ଗୋଟେ କହନ୍ତି। ଭର୍ଟେକ୍ସ କିଏ କିଏ? A, B, C, D, A, E. B, C, D, E. ए कमा बी What? कमा सी कमा डी कमा ए। E. ହେଲା କି ନାହିଁ? Yes, sir. ତାହେଲେ ଡାଇଗୋନାଲ କାହାକୁ କହିବା? ଏନି ଆଇଡିଆ? No, sir. ହୁଁ, ଆଚ୍ଛା ଆଡଜସେଣ୍ଟ ଭର୍ଟେକ୍ସ କାହାକୁ କହିବା? ହୁଁ, ଏନି ଆଇଡିଆ? No, sir. No, sir. adjacent vertices କାହାକୁ କହିବା? ଏଠି vertices କିଏ? ଏ ଗୋଟେ vertices କି ନାହିଁ? ହ୍ୟାଲୋ, Yes, sir. ହଁ। ମତେ ଗୋଟେ କଥା କୁହ, ଏଇ ଯୋଉ ପଲିଗନ ରେ ଏ ବି ଗୋଟେ ସାଇଡ, ଆରେ ଏ ବି ଗୋଟେ ସାଇଡ କି ନାହିଁ? Yes, sir. Yes, sir. ଆଉ ବି ସି ଗୋଟେ ସାଇଡ କି ନାହିଁ? Yes, sir. Yes, sir. ଏ ବି ଗୋଟେ ସାଇଡ, ବି ସି ବି ଗୋଟେ ସାଇଡ। ମତେ କୁହ, ଏ ବି ସାଇଡ ରେ କୋଉ କୋଉ ଭର୍ଟେକ୍ସ ଅଛି କହିଲ? ଭର୍ଟେକ୍ସ କିଏ? Sir, A ଆଉ B. ଏ ଆଉ ବି। କିନ୍ତୁ ବି ସି ରେ ଭର୍ଟିସେସ୍ କିଏ ଅଛି? Sir, B B, ଆଉ O, C. ବି ଆଉ ସି। ମତେ ଟିକେ କହିଲେ କମନ ଭର୍ଟିସେସ୍ ଟା କୋଉଟା? Sir, B. ତାହେଲେ ବି Sir, ଟା B. ଏ ବି ରେ ଅଛି, ବି ସି ରେ ଅଛି। ତାହେଲେ ଯୋଉଟା କମନ ଭର୍ଟିସେସ୍ ସେଇଟାକୁ ଆମେ କହନ୍ତି ଆଡଜସେଣ୍ଟ ଭର୍ଟିସେସ୍। ତାହେଲେ ଏ ସାଇଡ ର ଏଇଟା ଅଛି, ଏ ସାଇଡ ର ବି ଏଇଟା ଅଛି। ବୁଝିପାରୁଛ କି ନାହିଁ? Yes, sir. ନା ବୁଝିହେଲାନି? Yes, sir. ହେଲା, ତାହେଲେ କୋଉ କୋଉ ଭର୍ଟିସେସ୍ ଆଡଜସେଣ୍ଟ? ବି ସି ଆଡଜସେଣ୍ଟ, ବି ଏ ଆଡଜସେଣ୍ଟ, ସି ଡି ଆଡଜସେଣ୍ଟ, ଡି ଇ ଆଡଜସେଣ୍ଟ, ଏ ଆଉ ଡି ଆଡଜସେଣ୍ଟ କି? No, sir. ଡି ଇ ଆଡଜସେଣ୍ଟ ଭର୍ଟେକ୍ସ ନୁହଁ। ବୁଝାଉଛି କି ନାହିଁ? Yes. Yes, sir. ହୁଁ, ସେମିତି ବି ଆଉ ଇ ଆଡଜସେଣ୍ଟ ଭର୍ଟେକ୍ସ କି? No, sir. ନୁହଁ। ବି No, ପାଖରେ sir. ସି ହବ ଆଡଜସେଣ୍ଟ, ବି ର ହବ ଏ ଆଡଜସେଣ୍ଟ। ମାନେ ପାଖାପାଖି। ବୁଝାଉଛି ନା ନାହିଁ? Yes, sir. ଆଡଜସେଣ୍ଟ ମାନେ ଲାଗି ଲାଗିକି। ଏ ପାଖକୁ ସି ଲାଗିଛି କି? ନା। No, No, sir. sir. ବୁଝାଉଛି? Yes, sir. ତାହେଲେ Sir, ଆଡଜସେଣ୍ଟ C, ଭର୍ଟେକ୍ସ D, ଜାଣିପାରିଲେ କି E. ନାହିଁ? Yes, sir. Yes, sir. ତାହେଲେ ଆଡଜସେଣ୍ଟ ଭର୍ଟେକ୍ସ କାହାକୁ କୁହନ୍ତି? Sir, ଯୋଉ What the end points of adjacent Sir, common end vertex. the end points of same side of a polygon? ତ ପଲିଗନ ର ସେମ ସାଇଡ ର ଯୋଉ ଦିଟା ଏଣ୍ଡ ପଏଣ୍ଟ ନାହିଁ, ଏଇଟା ଏଇ ଦିଟା ହଉଛି କଣ? ଆଡଜସେଣ୍ଟ ଭର୍ଟେକ୍ସ। ମୁଁ କହିବି ସି ଡି, ସି ଡି ରେ ଆଡଜସେଣ୍ଟ ଭର୍ଟେକ୍ସ କିଏ? ସି ର ହଉଛି ଡି ଆଡଜସେଣ୍ଟ ଭର୍ଟେକ୍ସ। ବୁଝା ହଉଛି ନା ନାହିଁ? yes, sir. ହୁଁ।
ତାହେଲେ ଏବେ ଯେମିତି ଡାଇଗୋନାଲ ର ଶୁ ଶୁ କାହିଁକି ହଉଛୁ ଏଇ ଆରେ ତ ଶୁଭୁନି କିରେ ପ୍ରିୟଙ୍କା ଡାଇବେଟିରେ ବନ୍ଦ କର ଶୁ ଶୁଟା ଆରେ ତାହେଲେ ମତେ କହିଲ କୋଉ ଭର୍ଟେକ୍ସ ଗୁଡା ନଟ୍ ଆଡଜସେଣ୍ଟ B E A D C ଭର୍ଟେକ୍ସ E ଭର୍ଟିसेस ଆର୍ ନଟ୍ ଆଡଜସେଣ୍ଟ ପାଖାପାଖି କୋଉଗୁଡା ନାହାନ୍ତି ଏ sir କୁ B ଡି E ଏ କୁ ଡି ଆଡଜସେଣ୍ଟ ହେବେ କି ଏ ଡି ଆଡଜସେଣ୍ଟ ନୁହନ୍ତି no sir ଆଉ କିଏ ଏ ସହିତ ସି ଆଡଜସେଣ୍ଟ କି ଏ ସି no sir ଆଡଜସେଣ୍ଟ ନୁହନ୍ତି ହେଲା କି ନାହିଁ C E ଏ ହଁ ଆଉ ସେମିତି ସି ଇ ଆଡଜସେଣ୍ଟ ନୁହନ୍ତି B D ହଁ ସି ନୁହନ୍ତି ସେମିତି ବି ଡି ନୁହନ୍ତି ହେଲା କି B ନାହିଁ E ବି Yes, ଇ sir. ବି ନୁହନ୍ତି ବୁଝାଉଛି ନା ନାହିଁ ଏତିକି ଆଡଜସେଣ୍ଟ ନୁହନ୍ତି ତାହେଲେ ଯୋଉ ଭର୍ଟେକ୍ସ ଗୁଡା ଆଡଜସେଣ୍ଟ ନଥିବେ ଭର୍ଟେକ୍ସ ଆର୍ ନଟ୍ ଆଡଜସେଣ୍ଟ ଯୋଉଗୁଡା ଆଡଜସେଣ୍ଟ ନଥିବେ ଯଦି ସେଗୁଡାକ ଆମେ ଜଏନ୍ କରିଦବା ଦେଖିପାର ମୁଁ ଏ ସି କୁ ଜଏନ୍ କଲି ମୁଁ ଏ ସି କୁ ଜଏନ୍ କଲି ପୁଣି A ଜଏନ୍ D କଲି join करा होगा ଯୋଉଗୁଡା ଆଡଜସେଣ୍ଟ ନାହିଁ ତାକୁ ଯଦି ଆମେ ଜଏନ୍ କରିବା ଏ ସି ଗୋଟେ ଏ A ସହିତ D ଡି ଗୋଟେ D ସେମିତି ଇ ସହିତ ବି ଗୋଟେ ବୁଝି E ହଉଛି କି सहित ନାହିଁ C ସି ସହିତ ଇ ଗୋଟେ ହେଲା କି ନାହିଁ ଆଉ ବି ସହିତ ଇ ଗୋଟେ B सहित E ତାହେଲେ ଏଇ ଯୋଉ ଲାଇନ ଗୁଡାକ ଆମେ ପାଇଲେ ଏଗୁଡା ସବୁ କଣ ଗୋଟେ ଗୋଟେ ଡାଇଗୋନାଲ୍ସ କଣ ସବୁ diagonal Diagonal. ତାହେଲେ ଆମେ କେଇଟା ଭର୍ଟେକ୍ସ ପାଇଲେ ନା ଡାଇଗୋନାଲ ପାଇଲେ ଏ ସି ଗୋଟେ ପାଇଲେ ଏ ସି ଏ ଡି A D ହେଲା E ଆଉ B ଗୋଟେ ବି ଇ ଗୋଟେ ପାଇଲେ ବି ଡି ପାଇଲେ ଆଉ ଗୋଟେ କଣ ପାଇଲେ B E ସି ଇ ପାଇଲେ ବୁଝା ହଉଛି କି ନାହିଁ C A ସି ଏ ସି ଯା ସି ଏ ସି ନୁହେଁ କି yes sir ବୁଝି ହଉଛି ନା ନାହିଁ ଇଏ ଗୋଟେ ଡାଇଗୋନାଲ 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 ଟୋଟାଲ ପାଞ୍ଚଟା ଡାଇଗୋନାଲ ପାଇଲେ ବୁଝା ହଉଛି ନା ଡାଇଗୋନାଲ କାହାକୁ କହନ୍ତି yes ଯୋଉ sir ଭର୍ଟେକ୍ସ ଗୁଡା ଆଡଜାସେଣ୍ଟ ନଥିବେ ଦୋଜ ଭର୍ଟେକ୍ସ ଆର୍ ନଟ୍ ଆଡଜାସେଣ୍ଟ ତାଙ୍କୁ ଆମେ ଜଏନ୍ କଲେ କଣ ପାଇବା ଡାଇଗୋନାଲ ପାଇବା କଣ ପାଇବା ଡାଇଗୋନାଲ ପାଇବା diagonal ବିସି କୁ ଆମେ ଡାଇଗୋନାଲ କହିପାରିବା କି ନା ସେ ଗୋଟେ ସାଇଡ ହେଲା କାହିଁକି ନା ବି ସି ହଉଛି ଆଡଜାସେଣ୍ଟ ଭର୍ଟେକ୍ସ ଆଡଜାସେଣ୍ଟ ଭର୍ଟେକ୍ସ କୁ ଆମେ ଯଦି ଜଏନ୍ କରିବା ଡାଇଗୋନାଲ ପାଇବା ନାହିଁ ଯୋଉଗୁଡା ନଟ୍ ଆଡଜାସେଣ୍ଟ ତାକୁ ଜଏନ୍ କଲେ ଆମେ କଣ ପାଇବା ଡାଇଗୋନାଲ ପାଇବା ବୁଝା ହଉଛି yes ନା ବୁଝି ହେଲାନି yes sir बुझे ହୁଁ Yes, sir. Asaba. ଆସିବ ତାହେଲେ କରିବ ନା ନାହିଁ 4.1 ସବୁ କରିବ 4.2 କରିବ କ୍ଲାସିଫାଇ ଦ ଫଲୋଇଂ कर्व्स as ओपन और क्लोज कर्व ଆଦର କୋଉଟା ଓପନ କରିବା କୋଉଟା କ୍ଲୋଜ କରିବା ଆସିବନି Yes, sir. ହୁଁ କଣ ହବ କୁହ sir Z open Sir, close ହେବ D ଆଉ E. ଏଇଟା ଗୋଟେ open हब A ଆଉ C this is closed this is closed this is closed है कि नहीं Yes, sir. you draw rough diagrams to illustrate the following open curve और close curve draw କରି ପାରିବନି ମୁଁ already ବୁଝେଇଛି yes sir Yes, sir. କୋଉ ଗୋଟେ ପଲିଗନ ଡ୍ର କରିବ ହେଲା କି ନାହିଁ ଗୋଟେ ପଲିଗନ ଡ୍ର କରିବ ଏମିତି ପାଞ୍ଚଟା ସାଇଡ କି ଚାରିଟା ସାଇଡ ତାର କହୁଛି ତାର ଇଣ୍ଟେରିୟର ଟାକୁ ସେଟ୍ କରିବ ଡ୍ର ଏ ପଲିଗନ ଆଣ୍ଡ ସେଟ୍ ଇଟ୍ସ ଇଣ୍ଟେରିୟର ତା ଇଣ୍ଟେରିୟର ମାନେ କଣ ତା ଭିତର ପାଖଟା
ହେଲା ତାହେଲେ ଏଇଟାକୁ ଆମେ ସେଟ୍ Yes, କରିବା sir. ମାନେ ରଙ୍ଗ କରିଦେବା, ରଙ୍ଗ ବିରଙ୍ଗ କରିଦେବା, ହେଇପାରିବନି? Yes, sir. ଏଇଟା ହଉଛି ଇଣ୍ଟେରିୟର ସିମ୍ପଲ। ହେଲା ତ ଇଣ୍ଟେରିୟର ମୁଁ ସେଟ୍ କଲି। which consider the given figure and answer the questions। ଏଇଟା ଗୋଟେ କର୍ଭ କୁହାଯିବ କି ୟାକୁ? Yes, sir. ଏଇଟା କ୍ଲୋଜ ନା ଓପନ? Sir, Sir, close. close. ଏଇଟା ଗୋଟେ କର୍ଭ ଏବଂ ଏଟାକୁ ଆମେ କି କର୍ଭ କହିବା? କ୍ଲୋଜ କର୍ଭ। କି କର୍ଭ କହିବା? ଦିସ୍ ଇଜ ଏ Close curve. Close, close. illustrate if possible each one of the following with a rough diagram। ए बीट रे कହୁଛି ए क्लोज कर्व करिवो दैट इज नॉट ए पॉलीगन। ଗୋଟେ କ୍ଲୋଜ କର୍ଭ ଯୋଉଟା କି ପଲିଗନ ହେଇନଥିବ, ଡ୍ର କରିପାରିବନି। Sir, simple curve. ସିମ୍ପଲ କର୍ଭ ମାନେ ଏମିତି କରିକି ଆଣିକି ଏମିତି କରିଦେଇଥିବ, Yes, sir. ଏଟା ପଲିଗନ ନୁହଁ। बी बीट ଆସିବ ନା? an open Yes, sir. curve made up of entirely line segments। ଏଇଟା ଗୋଟେ ଓପନ କର୍ଭ, ଇଏ ବି ଗୋଟେ Yes, ଲାଇନ, sir. ଇଏ ବି ଗୋଟେ ଲାଇନ, ଇଏ ବି ଗୋଟେ ଲାଇନ। ଏ ପଲିଗନ ୱିଥ ଟୁ ସାଇଡ୍ସ। କଣ ହବ? ଏ ପଲିଗନ ୱିଥ ଟୁ ସାଇଡ୍ସ ହେଇପାରିବ? ଗୋଟେ ପଲିଗନ No, sir. ଦିଟା ସାଇଡ୍ ଡ୍ର କରିପାରିବ ନା? ହେଇପାରିବନି। No, No, sir. sir. ଇଟ୍ ଇଜ ନଟ୍ ପସିବଲ। No, sir. ୟା ପରେ ପଢିବା ଆଙ୍ଗେଲ୍ସ। କଣ ପଢିବା? Angle. Angle. ଆଙ୍ଗେଲ୍ସ କେତେବେଳେ ଫର୍ମେସନ ହବ? ହ୍ୟାଲୋ, ଆଙ୍ଗେଲ କେତେବେଳେ ଫର୍ମେସନ ହବ ରେ? ହୁଁ ହ୍ୟାଲୋ, ଆଙ୍ଗେଲ ବିଷୟରେ ଜଣା ନାହିଁ? ହ୍ୟାଲୋ, Yes, sir. Yes, sir. ଆଙ୍ଗେଲ ବିଷୟରେ ଜଣା ଅଛି ନା ନାଇଁ ବା? No. Yes, sir. ଆଁ କଣ ୟେସ୍ ନ କହୁଛ, ୟେସ୍ ନ କହୁଛ? ବୁଝିପାରୁନି ତୁମ କଥା। ଦେଖ ଆଙ୍ଗେଲ କେତେବେଳେ ଫର୍ମେସନ ହବ କହିଲ? ଯେତେବେଳେ ଇଏ ଗୋଟେ ସାଇଡ୍, ଇଏ ଗୋଟେ ସାଇଡ୍ ନା ନାହିଁ? Yes, sir. ହ୍ୟାଲୋ, Yes, sir. ତ ଆଉ ଗୋଟେ Yes, sir. ସାଇଡ୍, ଏଇଟା ଗୋଟେ ସାଇଡ୍ ହେଲା ନା? Yes, sir. ମତେ କୁହ, ତ ଏଇ ଦିଟା ସାଇଡ୍ ଯୋଉ ଆମେ ଡ୍ର କଲେ ଏଠି, ଏଇ ଦିଟା ସାଇଡ୍ ର କିଛି କମନ ପଏଣ୍ଟ ଅଛି କି? ଏଇଟା ମନେକର ଏ ବି, No, sir. ଏଇଟା ହଉଛି ମନେକର ସି ଡି। ବୁଝିହଉଛି କି ନାହିଁ? ଆର କମନ ଭର୍ଟେକ୍ସ ଅଛି? No, No, sir. sir. ଆଜ୍ नो କମନ ଭର୍ଟେକ୍ସ। ହେଲା, ଏଇ ଦିଟାରେ ହାଜ୍ ନୋ କମନ ଭର୍ଟେକ୍ସ। ମୁଁ ଯଦି କହିବି ତୁମକୁ ଇଏ ଗୋଟେ ଲାଇନ୍, ଇଏ ଗୋଟେ ଲାଇନ୍, ଆଉ ଇଏ ଗୋଟେ ଲାଇନ୍, ତାହେଲେ ମତେ କୁହ ଏଇଟା ଏଇ ଯୋଉ ଲାଇନ୍ ର ପଏଣ୍ଟ ହଉଛି ଏ ବି, ଆର ନାଁ ହଉଛି ଏସ୍ ସି, ତାହେଲେ ଆଙ୍କର କିଛି କମନ ପଏଣ୍ଟ ଅଛି ନା ନାହିଁ? Yes, sir. ଅଛି A. କମନ ପଏଣ୍ଟ କିଏ ଆଙ୍କର? A. ଗୋଟେ ହଉଛି ଏ ବି ଆଉ ଗୋଟେ ହଉଛି ଏସ୍ ସି। ଏଇ ଦିଟାଙ୍କର କମନ ପଏଣ୍ଟ କିଏ? A. ଏ। ତାହେଲେ ଯୋଉଠି କମନ ପଏଣ୍ଟଟା ହେଲା ସେଇ ଜାଗାରେ କଣ ହବ? ଗୋଟେ ଆଙ୍ଗେଲ ଫର୍ମେସନ ହବ। ସେଠି କଣ ଫର୍ମେସନ ହବ? Angle. ଗୋଟେ ଆଙ୍ଗେଲ ଫର୍ମେସନ Angle. ହବ। ବୁଝା ହଉଛି କି ନାହିଁ? Sir, କୋଣ. କୋଣ, ଆଙ୍ଗେଲ ମିନ୍ସ କୋଣ। ହେଲା, ତାହେଲେ Yes, ଯେତେବେଳେ sir. ଦିଟା ସାଇଡ୍ ର ଗୋଟେ କମନ ପଏଣ୍ଟ ଥିବ, ସେ କମନ ପଏଣ୍ଟରେ ଗୋଟେ ଆଙ୍ଗେଲ ଫର୍ମେସନ ହବ। ବୁଝା ହଉଛି ନା ନାହିଁ ରେ? Yes, sir. Yes, ହୁଁ, sir. ହେଲା। Yes, sir. ତ ଦିଟା ସାଇଡ୍ ହଉଛି କିଏ? ଗୋଟେ ଏ ବି
ଆଉ ଗୋଟେ ଏସି। ଏସି ତାଙ୍କର ଯେତେବେଳେ ଗୋଟେ କମନ ପଏଣ୍ଟ ହଉଛି ସେ କମନ ପଏଣ୍ଟରେ ଗୋଟେ ଆଙ୍ଗେଲ ଫର୍ମେସନ ହଉଛି। ତ ଆଙ୍ଗେଲ ଦେଖିଲେ ଜାଣିପାରିବ ନା ଜାଣିପାରିବନି? ୟେସ୍ ସାର୍ ଜାଣିପାରିବି। ଆଁ Yes, sir. ଓକେ ୟେସ୍ ସାର୍ ଆଚ୍ଛା ତାହେଲେ ମୋତେ ଏଇ ଆଙ୍ଗେଲର ନାଁଟା କ'ଣ ଆମେ କହିବା? ହ୍ୱାଟ୍ ଇଜ୍ ଦ ନେମ୍ ଅଫ୍ ଦିସ୍ ଆଙ୍ଗେଲ? ଦେଖ ଯୋଉଟା ସବୁବେଳେ ଯୋଉଟା କମନ ପଏଣ୍ଟ ନା ବୁଝା ପଡୁଛି ନାହିଁ, ଯୋଉଟା କମନ ପଏଣ୍ଟ ଏଇଠୁ ଆରମ୍ଭ କରିବା, କମନ ପଏଣ୍ଟରୁ ଆସିବା, ତାପରେ ଏଇଠୁ ଆସିବା। ପ୍ରଥମେ ବି ରୁ ଆରମ୍ଭ କରିବା, ବି କମନ ପଏଣ୍ଟଟାକୁ ମଝିରେ ରଖିବା, ଏଇଟା କହିବା ବି ଏ ସି ଆଙ୍ଗେଲ। କ'ଣ କହିବା? ବିଏସି ଆଙ୍ଗେଲ। ହେଲେ ଏମିତି ବି କହିପାରିବା ସି ରୁ ଆରମ୍ଭ କରିବା, ସି ତାପରେ ଏ ଆଙ୍ଗେଲ ଏ କୁ ଆସିବା, ସି ଏ ବି ଆଙ୍ଗେଲ ଏମିତି ବି କହିପାରିବା। ୟେସ୍ ବୁଝାଉଛି କି ନାହିଁ? ଏଇ ଯୋଉ ଆଙ୍ଗେଲଟାକୁ ଆମେ ବି ଏ ସି ଆଙ୍ଗେଲ କହିପାରିବା, ସି ଏ ବି ଆଙ୍ଗେଲ କହିପାରିବା। ବୁଝାଉଛି ନା ନାହିଁ ରେ? ୟେସ୍ ସାର୍। ଆଁ ୟେସ୍ ସାର୍। ସିଓର? Yes, sir. ୟେସ୍ ସାର୍। ତାହେଲେ ମୋତେ କହିଲ ଏଇ ଯୋଉ ଆଙ୍ଗେଲଟା ଏଠି ଅଛି, ଏଇ ଆଙ୍ଗେଲର ନାଁଟା କ'ଣ ହବ? ହ୍ୱାଟ୍ ଇଜ୍ ଦ ନେମ୍ ଅଫ୍ ଦିସ୍ ଆଙ୍ଗେଲ? ସାର୍ ପିଓ କ୍ୟୁ। ପି ଓ କ୍ୟୁ ଆଙ୍ଗେଲ। ଆଙ୍ଗେଲର ତଳେ ଏଇ ଟାଇପର ସିମ୍ବଲ ଦେବା, କିମ୍ବା ଏଇଟାକୁ ଆମେ କହିପାରିବା କ୍ୟୁ ଓ ପି ଆଙ୍ଗେଲ ବି କହିପାରିବା। କ୍ୟୁ ରୁ ୟେସ୍ ସାର୍ ଆରମ୍ଭ କରିବା, କହିପାରିବି। ଓ ର ପି କହିପାରିବା, ନହେଲେ ପି ଓ କ୍ୟୁ କହିପାରିବା। ସେମିତି ଏଇଠି ଏଇ ଯୋଉ ଆଙ୍ଗେଲର ନାଁଟା କ'ଣ କହିପାରିବା? ଏଇ ଯୋଉ ଆଙ୍ଗେଲଟା, ହ୍ୟାଲୋ Yes, ଏପିବି। sir. ଦେଖ APB. ଏଇ ଯୋଉ ଆଙ୍ଗେଲ ଆକ୍ଚୁଆଲି ଏଇ ସାଇଡ ଆଉ ଏଇ ସାଇଡ କି ନେଇ ଫର୍ମେସନ ହେଇଛି। ତ ଏଇ ସାଇଡ ଉପରେ ଏ ଗୋଟେ ପଏଣ୍ଟ, ଏଇ ସାଇଡ ଉପରେ ବି ଗୋଟେ ପଏଣ୍ଟ। ତାହେଲେ ପ୍ରଥମେ ଏ ଲେଖିବା, ତାପରେ ପି କୁ କହିବା, ତାପରେ କୁଆଡେ ବି ଆଡେ ଯିବା। ତାହେଲେ ଏପି ବି ଗୋଟେ ଆଙ୍ଗେଲ, ଏଇଟାକୁ ଆମେ ଏପି ବି ବିପିଏ କହିପାରିବା, ନହେଲେ ବି ପି ଏ ବି କହିପାରିବା। ସେମ୍ ଆଙ୍ଗେଲକୁ ପାରିବା। ବୁଝଉଛି। ୟେସ୍ ସାର୍। ଠିକ୍ ସେମିତି ମୁଁ ଯଦି କହିବି ବର୍ତ୍ତମାନ ଏଇ ଯୋଉ ଆଙ୍ଗେଲଟା କୁହ, ତା ନାଁଟା କ'ଣ? ବିପିସି। ବିପିସି। ଦେଖ ଏଇ ଯୋଉ ଆଙ୍ଗେଲଟା BPC. ଆକ୍ଚୁଆଲି ଏଇ ଯୋଉ ବିପିବି। ବିପି ଆଉ ବିପି ସାଇଡ ଆଉ ପିସି ସାଇଡକୁ ନେଇ ହେଇଛି। ବିପି ସାଇଡ ଉପରେ ବି ଗୋଟେ ପଏଣ୍ଟ ଦେଲେ ବି ରଖିବା, ତାପରେ ପିଟା ହଉଛି କମନ ପଏଣ୍ଟ ମଝିରେ ରଖିବା, ସିଟା ରଖିବା ଏପଟରେ ବିପିସି କହିପାରିବା, ନହେଲେ ସି ପି ବି ବି ସିପିବି। କହିପାରିବା। ଆଙ୍ଗେଲ ବୁଝିପାରିଲ ନା ନାହିଁ? ୟେସ୍ ସାର୍। ଆଁ ୟେସ୍ ୟେସ୍ ସାର୍। ଆଚ୍ଛା ମୋତେ ଗୋଟେ କଥା କୁହ, ଏଇ ଯୋଉ ଆଙ୍ଗେଲଟା ଏଇଠି ଅଛି, ମୁଁ ମନେକର ଏଇଠି ଗୋଟେ ପଏଣ୍ଟ ନେଲି, ତା ନାଁ ଦେଲି ଏ। ସେ ଯୋଉ ଏ ପଏଣ୍ଟଟା ଏଇ ଯୋଉ ଆଙ୍ଗେଲର ଇଣ୍ଟେରିୟରରେ ଅଛି ନା ଏକ୍ସଟେରିୟରରେ ଅଛି କହିପାରିବ? ହ୍ୟାଲୋ ସାର୍ ଏଇଟା ଗୋଟେ କ୍ଲୋଜ୍ କର୍ଭ ନୁହଁ ତ? ଆରେ ଭିତର ପାଖ ବାହାର ପାଖ, ଏଇ ଆଙ୍ଗେଲର ଏଇଟା ଭିତରେ ରହୁନି, ଏଇ ଆଙ୍ଗେଲ ଭିତରେ ରହୁନି, ଏମିତି ଲମ୍ବେଇଲେ ତା ଭିତର ପଟ ରହୁନି। Yes, sir. ଏଇ ପଏଣ୍ଟଟା ଭିତରେ ରହୁଛି ନା ତା ବାହାରେ କୁଆଡେ ପଳେଇ ଯାଉଛି? ସେ ଆଙ୍ଗେଲର ଭିତରେ ରହୁଛି। ଏଠି ରେ ମାନେ କ'ଣ ଅନଲିମିଟେଡ ବା ଯାଇ ଲମ୍ବିଛି, ବୁଝା ପଡୁନି କି? ୟେସ୍ ସାର୍। ଏଇଟା ତା ଭିତରେ ରହୁନି। ତାହେଲେ ଏଇଟା କୋଉଠି ଅଛି? ଇଣ୍ଟେରିୟର ପଏଣ୍ଟ। କି ପଏଣ୍ଟ? ଏଇଟା ହଉଛି ଇଣ୍ଟେରିୟର। ଇଣ୍ଟେରିୟର ପଏଣ୍ଟ। ଯଦି ଆମେ ଏଠି ବି ଗୋଟେ ପଏଣ୍ଟ ନେବା, ମନେକର ମୁଁ କହିଲି ଏଇଠି ଗୋଟେ ପଏଣ୍ଟ ନେଲି ବି, ତାହେଲେ ବି ପଏଣ୍ଟଟା ଇଣ୍ଟେରିୟର ନା ଏକ୍ସଟେରିୟର ରହୁଛି? ଦେଖ ଏଇଟାକୁ ମୁଁ ସାର୍ ବି ଏକ୍ସଟେଣ୍ଡ କରିଛି, ଇଣ୍ଟେରିୟର। ବି ବି ଇଣ୍ଟେରିୟର ରହୁଛି। ବୁଝା ପଡୁଛି ନା ନାଇଁ ରେ? ୟେସ୍ ମୁଁ ଯଦି ସାର୍। କରିବି ଏଇଠି ଗୋଟେ ପଏଣ୍ଟ ନେବି ସି ପଏଣ୍ଟ, ସେଟା କୋଉଠି ରହୁଛି? ବି ଏକ୍ସଟେରିୟର। ତାହେଲେ ସି ପଏଣ୍ଟଟା ରହୁଛି ଏକ୍ସଟେରିୟର। ବୁଝା ହଉଛି ନା ନାହିଁ? Yes, ୟେସ୍ sir. ସାର୍ ବୁଝିଲି। ହେଲା, ଯଦି ମୁଁ ଏଇଠି ଗୋଟେ ପଏଣ୍ଟ ନେବି ଡି, ତାହେଲେ ଡି ପଏଣ୍ଟଟା ଇଣ୍ଟେରିୟର ନୁହେଁ କି ଏକ୍ସଟେରିୟର ନୁହେଁ, ତା ଲାଇନ ଉପରେ ରହୁଛି, ସେ ଅନ୍ ଦ ଲାଇନ। ବାଉଣ୍ଡ୍ରି। ହଁ ଲାଇନ ଉପରେ On the ରହୁଛି, line. ଅନ୍ ଦ ଲାଇନ, ସେ ବାଉଣ୍ଡ୍ରି। ବାଉଣ୍ଡ୍ରି, ବାସ୍ ଏକ୍ଜାକ୍ଟଲି। ତାପରେ ଦେଖ ଏଇଟା ଗୋଟେ ସେ ଦେଖାଉଛି ସ୍କ୍ରିନ୍। ୟେସ୍ ସାର୍। ହଁ, ସେ କହୁଛି ସେଟ୍ ଦ୍ୟାଟ୍ ପୋର୍ସନ ଅଫ ଦ ପେପର bordering BA ray and BC ray lies. Where BC ray lies? BA କୋଉଟା? ଏଇଟା ବୁଝାଉଛି କି ନାହିଁ? ୟେସ୍ କହୁଛି ସାର୍। Yes, sir. BA ରେ ର ଉପର ପଟକୁ ଯାହାଟା ଅଛି ତାକୁ ସବୁ ବର୍ଡରିଂ କରିଦିଅ, ମାନେ ତାକୁ ଏମିତି ସିଗ୍ନାଲ ଏମିତି କରିଦିଅ, ସେଡେଡ୍ କରିଦିଅ। ହେଲା, ବୁଝି ହଉଛି କି ନାହିଁ?
तो बी ए ର କୋଉ ପଟକୁ ବି ସି ଅଛି ଏଇ ପଟକୁ ଅଛି କି ନାହିଁ ତ ଏଇଠୁ ଆମେ ଏଇ ସାଇଡଟାକୁ କ'ଣ କରିବା ସେଟ୍ କରିବା ସେ ସେଇଗୁଡ଼ା କରିଛି ବୁଝଉଛି କି ନାହିଁ ରେ ହ୍ୟାଲୋ Yes, sir. ଯଦି କହିଥାନ୍ତା ଏମିତି କହୁଛି ନାଉ ସେଟ୍ ଦ ଡିଫରେଣ୍ଟ କଲର of the portion of paper bordering BC where BA lies ତାହେଲେ BC ର ଏଇଟା ହେଉଛି BC ହଉଛି BC ର BA ଯୋଉ ସାଇଡରେ ଅଛି ସେଇ ପଟକୁ ଆମେ ସେଡେଡ୍ କରିବା ତାହେଲେ BC କମ୍ପାରିଜନରେ BA ଏଇ ପଟକୁ ଅଛି କି ନାହିଁ ତାହେଲେ ଏଇ ପଟଟା ଆମେ ସେଡେଡ୍ କଲେ ସେ କଥା ସେ କହୁଛି ବୁଝା ହଉଛି ନା ନାଇଁ ରେ Yes, sir. ହ୍ୟାଲୋ Yes, sir. ତାପରେ ସେ ଆମକୁ କହୁଛି ମତେ କୁହ ତ ଏଇ ଯୋଉ ରିଜନଟା ଏଇଟା ହଉଛି BA ଏଇଟା ହଉଛି ସରି ଏଇଟା BC ଏଇଟା ହଉଛି BA ହେଲା BA. ତ BC BA ର ଦେଖ ସେ କୋଉ ପର୍ସେଣ୍ଟ ଦେଖ ସେଡେଡ୍ କରିଛି କହିଲ BC ଆଉ BA ମଝିରେ ଯୋଉ ଜାଗା ଏଗୁଡ଼ା ସବୁ କରିନେ କି Yes, sir. ଲାଗେ ନାହିଁ ଦେଖ BA ରୁ ଇଆଡକୁ ଆସିଛି କି ଇଆଡକୁ ସେଡେଡ୍ କରିଛି କରିନି No, sir. ପ୍ରିଭିୟସ୍ କେସରେ କ'ଣ କରୁଥିଲା Yes, sir. ପ୍ରିଭିୟସ୍ କେସରେ କ'ଣ BA ର ଇଆଡକୁ ସେ ସେଡେଡ୍ କରିଥିଲା କି ନାହିଁ Yes, sir. ହଁ କିନ୍ତୁ ଏଇଠି ଏଗୁଡ଼ାକୁ ସେଡେଡ୍ କରିଛି କି ନା No, sir. ତାହେଲେ BA BC ମଝିରେ ଯୋଉ ଜାଗା ଗୁଡ଼ା ଅଛି ସେଇଗୁଡ଼ା ସେ ସେଡେଡ୍ କରୁଛି ହେଲା ତାହେଲେ ସେଇ ରିଜିଅନରେ ଯେତେ ଜାଗା ପଡ଼ିବ ସବୁ ସେ ସେଡେଡ୍ କରିଦେବ ତାହେଲେ ଏଇ ରିଜିଅନକୁ ଆମେ କ'ଣ କହନ୍ତି ଇଣ୍ଟେରିୟର କହନ୍ତି କ'ଣ କହନ୍ତି Interior. ତାହେଲେ ଏଇ ଯୋଉ ଦିଟା ରେ ଅଛି ଦିଟା ରେ ମଝିରେ ଯେତେ ଜାଗା ଅଛି ବୁଝିବୁଝି ନାହିଁ ଯେତେ ଜାଗା ଅଛି ତାକୁ ଆମେ କ'ଣ କହିବା ଇଣ୍ଟେରିୟର ଏ ସବୁ ଜାଗା କ'ଣ ଏଗୁଡ଼ା ସବୁ ଇଣ୍ଟେରିୟର ଏଟା କ'ଣ ସବୁ ଇଣ୍ଟେରିୟର Interior. ବୁଝା ହଉଛି ତା ବାହାରେ ସବୁ ଏକ୍ସଟେରିୟର ତ ଏକ୍ସଟା ଏଠି କୋଉଠି ଅଛି କୋଉ ଜାଗାରେ ଅଛି Interior. ଏକ୍ସଟା ଅଛି ଏଠି ଇଣ୍ଟେରିୟରରେ ଜେଡଟା ଏଠି କୋଉଠି ଅଛି Exterior. Exterior. ଆଉ ଆର୍ ପଏଣ୍ଟଟା ଏଠି କୋଉଠି ଅଛି ନା ସରି ଏସ୍ ପଏଣ୍ଟଟା Boundary. ବାଉଣ୍ଡରୀ Bound. ବା ତାକୁ ଆମେ କହିପାରିବା ଇଟ୍ ଇଜ୍ ଏସ୍ ଇଜ୍ ଅନ୍ ଦ ପି କ୍ୟୁ ଆର୍ ଆଙ୍ଗେଲ ଉପରେ ଅଛି କ'ଣ କହିପାରିବା ଏସ୍ ପଏଣ୍ଟସ୍ is on the angle PQR ବୁଝା ହଉଛି ନା ନାହିଁ ରେ Yes, sir. Yes, sir. ହେଲା ଏଇଟା ଅନ୍ PQR ଉପରେ ଅଛି ଏକ୍ସରସାଇଜ 4.3 ଚେଷ୍ଟା କରିବ କରିବାକୁ ମୁଁ ଏଭ୍ରିଥିଙ୍ଗ ଡିସ୍କସ୍ କରିଛି କିଛି ବି ଛାଡ଼ିନି ହେଲା ନ ଆସିଲେ କାଲି କରିବା ଶୁଭିଲା Sir, ଏଥିରେ 4.2 ନାହିଁ ତ? 4.2 ବା କଲେରେ Sir, ପୂର୍ବରୁ 4.2 ପାଗଳା ଡେକି Yes, sir. Yes, sir. ହେଲା ଠିକ ଅଛି Yes, sir. ଓକେ ଆଜି ପାଇଁ ଏତିକି Yes, ଥାଉ sir. ଆଜି ପାଇଁ ଏତିକି ହଁ Yes, sir. ଠିକ ଅଛି ଥ୍ୟାଙ୍କ ୟୁ Thank you, sir. Welcome, sir. ଓକେ ପାଠ ବୁଝିପାରୁଛ ନା ନାହିଁ Good night. ପାଠ Yes, sir. ବୁଝିପାରୁଛ ନା Good ନାହିଁ night. ତୁମେ ଦୁଇ ଜଣ Yes, Yes, sir. sir. Which ହେଲା book? ଠିକ ଅଛି ପରୀକ୍ଷା ପ୍ରାକ୍ଟିସ୍ କର ପରୀକ୍ଷାରେ ଯେମିତି ଭଲ କରିବ ହେଲା ବୁଝିପାର Yes, sir. ଆର୍ ଡି ଶର୍ମା ବହି ଆଣିଲାଣି Yes, sir. ମୋର କାଲିକି ଆସି ପହଞ୍ଚିବ। ତା ଦେହରେ ସବୁ କୋଶ୍ଚେନ୍ କହିବି ପ୍ରାକ୍ଟିସ୍ କରିବ ଯେଉଁଗୁଡ଼ା ନ ବୁଝିପାରିବ ମୋତେ ତୁମେ ଇମେଜ୍ ପଠେଇବ ମୁଁ ତୁମକୁ ବୁଝେଇଦେବି ଡିଟେଲ୍ସ ହେଲା Yes, sir. ଠିକ ଅଛି Yes, sir. ଓକେ ଗୁଡ୍ ନାଇଟ୍ Good night, sir.